ଆଜ୍ଞା ଅନିଲ କୁମାର କହୁଛନ୍ତି ଏସଡିଓ ନିଶ୍ଚନ୍ତ କୋଇଲ। ଆଜ୍ଞା ଆଜ୍ଞା ପ୍ରଣାମ, ମୁଁ ଆଡଭୋକେଟ ସୁରେଶ ପଣ୍ଡା ଓଡ଼ିଶା ହାଇକୋର୍ଟ କଟକରୁ କହୁଛି। ଆଜ୍ଞା ନମସ୍କାର ସାର୍, ଯୋଉଠି ଭାରତ ବର୍ଷରେ ସୈନିକ ମାନଙ୍କୁ ସମସ୍ତେ ଆଗରେ ରଖିଛନ୍ତି ଆଉ ତାଙ୍କର ପରିବାରକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ଗାଇଡଲାଇନ ଅଛି, ସେଇଠି ଆପଣ ଇଣ୍ଟେନସନାଲି ତା ପରିବାରଟାକୁ ଲାଇନ କାଟି ହଇରାଣ କରୁଛନ୍ତି, କେତେ ଦୂର ଠିକ ଏଇଟା? କାହାକୁ କହିଲେ? ଆପଣଙ୍କର ଶଶି ଦାସ, କଞ୍ଜୁମର ନମ୍ବର 800052718114 ମଲ୍ଲିପୁର। ଆଜ୍ଞା ଆପଣ କାହିଁକି ଡିସକନେକ୍ଟ କରିଟା? ହଁ ସାର୍ କୁହନ୍ତୁ। ଡିସକନେକ୍ଟ ଆମେ କନୁ ହେଡ ଅଫିସରୁ କରାହେଇନି। କିଛି ହେଡ ଅଫିସ ନାହିଁ। ହେଡ ଅଫିସ କଣ? ଆପଣ ହେଡ ଅଫିସ କୁ କହିବେ ନା, ସେ ଗୋଟେ ସୈନିକ ଅଛନ୍ତି, ସେ ସୋଲଜର ଅଛନ୍ତି, ସେ ହଉଛନ୍ତି ଆର୍ମି ଷ୍ଟାଫ। ଆପଣ ହେଡ ଅଫିସ କହିବେ। ହେଡ ଅଫିସ ରେ କିଏ ଅଛି ତା ନମ୍ବରଟା ଦେଲେ ଦେଖିବେ ତା ଘରଟା ମୁଁ ଏବେ ଯିବି ଡିସକନେକ୍ଟ କରିବି ଆଉ ଲାଇନ କାଟି। ହେଡ ଅଫିସ ର କିଏ କରିଛି ପ୍ଲସ ଆପଣ ଆଉ ଯେ 3 ଜଣଙ୍କୁ ମୁଁ ଏଇକିନା ଅନ୍ଧାରରେ ରଖିବି, କଣ କରିବା ତା କରନ୍ତୁ। ଆପଣ ଜାଣିଛନ୍ତି ସେ ଜଣେ ଆର୍ମି ଷ୍ଟାଫ, ତାଙ୍କ ମିସେସ୍ ରହୁଛନ୍ତି, ତାଙ୍କର 85 ବର୍ଷର ମା ରହୁଛନ୍ତି, ଦୀର୍ଘ ଦିନ ଧରି ଯାହା ବି ହେଇଯାଉ ଆଜ୍ଞା ଦରକାର ପଡ଼ିବରେ କୋଟିଏ ଟଙ୍କା ତାଙ୍କ ପରିବାରକୁ ସହାୟତା ମିଳିବ ଏଇକ୍ଷଣି। ଆପଣ ଗୋଟେ କେତେ ଟଙ୍କା ଆପଣ ଜାଣିଛନ୍ତି ରାଜ୍ୟରେ ରାଜ୍ୟ ସରକାରଙ୍କ ନେତୃତ୍ୱରେ କେତେ ବଡ ବଡ କମ୍ପାନୀ କୋଟି କୋଟି ଟଙ୍କା ସବସିଡି ଦିଆଯାଇଛି, ଛାଡ ହେଇଛି। ଆପଣଙ୍କ ଅଫିସରେ ଏସି ଚାଲୁଛି, ଫ୍ୟାନ ଚାଲୁଛି, ଲକ୍ଷ ଲକ୍ଷ ଟଙ୍କାର ବିଲ୍ ବା ଏମିତି ଫଲ୍ସରେ ଉଡଉଛନ୍ତି। ଗୋଟେ ପରିବାର, ସିଏ ଜଣେ ଭାରତୀୟ ସୈନିକଙ୍କ ସ୍ତ୍ରୀ, ଭାରତୀୟ ସୈନିକଙ୍କର ମା। ଆଚ୍ଛା ଶୁଣନ୍ତୁ ଆଜ୍ଞା, ଆପଣ କୁହନ୍ତୁ। କଣ ଚାହୁଁଛନ୍ତି କହିଲେ? ମୁଁ ଏବେ ଚାହୁଁଛି ଏବେ ତାଙ୍କୁ ଲାଇନ କନେକ୍ସନ ଦେବେ, ନାଇଁ ତ ଆପଣ ଉପର ଅଫିସର କିଏ ଆଉ ଆପଣଙ୍କ ଘର ଆଉ ଜେଇଙ୍କ ଘର 3 ଜଣଙ୍କ ଘରକୁ ମୁଁ ପୋଲିସ ନେଇକି ଏବେ ଲାଇନ ଡିସକନେକ୍ଟ କରିବି ଅପ୍ ଟୁ 1 ମନ୍ଥ। ମୁଁ ଏତିକି କହୁଛି, ଆପଣ କରିବେ ନା ମୁଁ ଲାଇନ ଡିସକନେକ୍ଟ କରିବି? ଏଇଟା ଆପଣ ଖେଳ ଘର ଭାବିଛନ୍ତି କି? ଛୋଟିଆ କଥା ଭାବୁଛନ୍ତି? ଏଇଟା ରାଷ୍ଟ୍ରୀୟ ଇସ୍ୟୁ ହେଇଯିବ। ମୁଁ ସିଧା କହୁଛି ଏବେ ଲାଇନ କନେକ୍ସନ ଦିଅନ୍ତୁ। 5 ମିନିଟ୍ 10 ମିନିଟ୍ ଭିତରେ ମୁଁ ଆଗେ କହୁଛି ଆପଣଙ୍କୁ, ଭଲରେ କହୁଛି, ଆଇଦର ମୁଁ ଆପଣ ଲାଇନ ଡିସକନେକ୍ଟ କରିବି, ମାସେ ପୁରା ପନିଶମେଣ୍ଟ କରିବି, ଆପଣଙ୍କୁ ଛାଡ଼ିବିନି କେବେ। ଭାବୁଛନ୍ତି ଇସ୍ୟୁ ଏଇଟା କଣ ନ୍ୟାସନାଲ ଇସ୍ୟୁ ହବ, ଇଣ୍ଟରନ୍ୟାସନାଲ ଇସ୍ୟୁ ହେଇଯିବ, ଆପଣ ଲାଇନ ଟା କାଟିଦେବେ? ଏତେ ସାହସ କିଏ ଦଉଛି ଆପଣଙ୍କୁ? ମୁଁ କାଟିନି, ହେଡ ଅଫିସରୁ କଟା ହେଇଛି। ହେଡ ଅଫିସରେ ଟୋଟାଲ ଟିମ୍ ଅଛନ୍ତି, ବ୍ୟାକ୍ ଅଫିସରୁ କଟା ହେଇଛି। ତେଣୁ ଆପଣ ଏସଡିଓ, ଆପଣ ସେ ଅଞ୍ଚଳର ଅଥରିଟି। ଶୁଣନ୍ତୁ, ମୁଁ ବୁଝିଲି ଯେ, ମୁଁ କହୁଛି ଆଉ ହେଡ ଅଫିସରୁ କଟା ହେଇଛି ବୋଲି। ହେଡ ଅଫିସ କିଏ ଦେଲ ତା ନମ୍ବରଟା? ତା ଘର ଲାଇନ ଟା ନମ୍ବର ସେଠି ନାହିଁ, ଟୋଟାଲ ଟିମ୍ ତ ତାଙ୍କର ଆମର ମୁଁ ଶୁଣିବିନି ଇନଫର୍ମେସନ ଟିମ୍ ଯୋଉ ଆପଣଙ୍କର ଅଛନ୍ତି, ମୁଁ ତାଙ୍କ କଥା କିଛି ଶୁଣିବିନି ୱିଦାଉଟ୍ ଆପଣ ନଲେଜରେ। ଆପଣଙ୍କ ଏରିଆରେ ଯଦି କାମ ହଉଛି, ଆପଣଙ୍କ ଡ୍ୟୁଟି କଣ ହେଲା କୁହନ୍ତୁ? ନାଇଁ ସେମାନେ ଆମ ନଲେଜ ନାହିଁ, ସେମାନେ କାଟିକି ଜଣେଇଛନ୍ତି ଯେ ଲାଇନ କଟା ହେଇଛି ପେମେଣ୍ଟ। ଆପଣ ଲଗାନ୍ତୁ, କହିବେ ତାଙ୍କର ଆଡଭୋକେଟ ଫୋନ କଲେ ପୁରା ରାଷ୍ଟ୍ରୀୟ ଇସ୍ୟୁ କରିଦେବି, ତାଙ୍କ ଘର ଲାଇନ କଟା ହବ, ଏବେ ଡିପାର୍ଟମେଣ୍ଟ ପୁରା ହଇଚଇ କରିଦେବି। ମୁଁ କହିଦଉଛି ସାର୍, ଏବେ ଲାଇନ କନେକ୍ସନ ଦିଅନ୍ତୁ, ଯାହା ପଇସା ଅଛି। ସାର୍ ଆମେ ମେଲ କରିବା, ଏବେ ତ ଟାଇମ ନାହିଁ, ଅଫିସରେ କେହି ନଥିବେ। ଆଜ୍ଞା କାଟିଦେବି। ଆପଣ ମେଲ ଫେଲ ପାଠ ପଢେଇବେନି। ମୁଁ ଆପଣଙ୍କୁ କହୁଛି, ଆପଣ ଏସଡିଓ ଅଛନ୍ତି ସେ ଅଞ୍ଚଳର, ଚାଲନ୍ତୁ। ଠିକ ଅଛି ଆଜ୍ଞା, ମୁଁ ମେଲ ଆଜି ତ କରିପାରିବିନି, କାଲି ରବିବାର ତ ଦେଖା କରିବି, ଯଦି ରିପ୍ଲାଏ ଆସିଲା ଆପଣ କୁହନ୍ତୁ। ଶୁଣନ୍ତୁ ଆଜ୍ଞା ଅନିଲ ବାବୁ, ଆପଣଙ୍କ ଘରଟା ଏବେ ମୁଁ ଲାଇନ ଟା କାଟି ଦଉଛି, ଆପଣ ଯେତେବେଳେ ଲାଇନ କନେକ୍ସନ ଚାଲନ୍ତୁ। ଆପଣଙ୍କ ଘରଟା ଅନିଲ ଦେଖିଛନ୍ତି? କୋଉଠି ଆପଣଙ୍କ ଘରଟା? ଆପଣଙ୍କ ଘରଟା କୋଉଠି? ଆପଣ କୋଉଠି ରହୁଛନ୍ତି? କଟକରେ। କଟକରେ କୋଉଠି କଲେ ଏଠି ତ ଭଲ ହବ? କଟକରେ ହେଲେ ଆମେ ତ 100 ଲୋକ ପହଞ୍ଚିବୁ ଆପଣଙ୍କ ଘରେ ହେଇକିଣି। ଆଉ କୋଉଠି ଘରଟା କୁହନ୍ତୁ? ମୁଁ କହିପାରିବିନି ଆଜ୍ଞା, ଆପଣ ଏମିତି କଣ କହୁଛନ୍ତି ମୁଁ କିଛି ବୁଝିପାରୁନି। ନାଇଁ ଆପଣ ଜଣେ ଗୋଟେ କହିପାରିବିନି ଆଜ୍ଞା। ଶୁଣନ୍ତୁ, ଆପଣ ବର୍ତ୍ତମାନ କଣ ଅଫିସିଆଲି କଥା ହଉନାହାନ୍ତି, ପର୍ସନାଲି ଭଳିଆ କଥା ହଉଛନ୍ତି ଆଜ୍ଞା। ନାଇଁ ଆଜ୍ଞା, ମୁଁ ଜଣେ ଆଇନଜୀବୀ। ନାଇଁ ଆପଣ କଣ କହୁଛନ୍ତି ମୁଁ ବୁଝିବି। ଆପଣଙ୍କ କଥା ଆମେ 100 ଲୋକ ଯିବୁ ମାନେ କଣ? ଆପଣ ଏଟା ପୋଲାଇଟଲି ରିକ୍ୱେଷ୍ଟ କରୁଛନ୍ତି ନା କଣ କରୁଛନ୍ତି? ଏଟା ଅନ ରିକ୍ୱେଷ୍ଟ ଆପଣ ଜାଣିନାହାନ୍ତି ଜଣେ ନାଗରିକ। ଆପଣ ଶୁଣନ୍ତୁ, ମୁଁ ତ କିଛି ଶୁଣନ୍ତୁ, ଆପଣ ମୋ ଇଏରେ ଇଏ ନହେଲେ ଆପଣ ଆମ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ସାଙ୍ଗରେ କଥା ହେଇପାରିବେ, ଏସିଙ୍କ ସାଙ୍ଗରେ କଥା ହେଇପାରିବେ। ସେ ଯିଏ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର କିଏ ଅଛି ତାଙ୍କ ନମ୍ବର ଦିଅନ୍ତୁ। କେତେ ସାହସ ଆପଣଙ୍କର, ମୁଁ ସେଇଟା ଦେଖିବି ଆଜ୍ଞା। ଦିଅନ୍ତୁ ପୋଲାଇଟଲି। କଣ ଆପଣ ରିକ୍ୱେଷ୍ଟ କଣ? ଭାରତୀୟ ନାଗରିକ, ଭାରତୀୟ ସୈନିକଙ୍କ ପାଇଁ ଆମେ ରିକ୍ୱେଷ୍ଟ କରିବୁ ଆପଣଙ୍କୁ? ଆପଣଙ୍କର ଅବଦାନ କିଛି ନାହିଁ କି? ଓ ଆପଣ ଖାଲି ତାହେଲେ ମାନେ ଶୁଣନ୍ତୁ, ତାଙ୍କ ହୁକ ଫୁକ କାଇଁ ପକଉଥିଲେ ଯଦି ଏତେ ଇଏ ଅଛନ୍ତି ବୋଲି? ନାଇଁ ସାର୍ ଶୁଣନ୍ତୁ ଅନିଲ, ନାଇଁ ଆପଣ କୁହନ୍ତୁ, ଯଦି ସେ ଦେଶ ସେବା କରୁଛନ୍ତି ତାହେଲେ ହୁକ କାଇଁ ପକଉଥିଲେ? ସିଆସି ହୁକ ପକେଇଦେଲେ। ଆପଣ ଏଠି ଯୋଉ ବିନା ହୁକରେ ଯୋଉ ଲାଇନ ଗୁଡାକ ସବୁ ଫର୍ଜରୀ କରି ଉଡେଇ ଦଉଛନ୍ତି, ସେଇଟା ସେମିତି ଆଜ୍ଞା। ଶୁଣନ୍ତୁ, ସବୁ ଜାଗାରେ ମାନେ ଯେତିକି ଧରା ପଡୁଛନ୍ତି, ଆମେ କଣ ଗୋଟେ ଦିନ ସବୁ କରିଦେବୁ? ତାଙ୍କର କେହି ଲୋକ ନାହାନ୍ତି ହୁକ ପକାଇବେ। ତାଙ୍କର ବୃଦ୍ଧ ମା 85 ବର୍ଷର, ଆଉ ତାଙ୍କ ସ୍ତ୍ରୀ ରହୁଛନ୍ତି। ଆଉ କେହି ଠିକ ଅଛି ଆଜ୍ଞା, ଯିଏ ଯାହା ଘର ସିଏ ଆସିକି ବୁଝିକି ଗଲେ, ସେ କିଛି ଆଜି ତାଙ୍କ ପାଇଁ ଆସିଥିଲେ ସାମ୍ବାଦିକ ମାନେ, ଆପଣ ଏବେ ଫୋନ କରୁଛନ୍ତି, ତାପରେ ମୋ ନମ୍ବର ହିଁ କହୁଛନ୍ତି।
ଆପଣ ଏକ୍ଜିକ୍ୟୁଟିଭ ନମ୍ବର ନିଅନ୍ତୁ, କଥା ହୁଅନ୍ତୁ, ଯେମିତି କଣ ହେଇପାରିବ କରିବେ। 3 ଜଣଙ୍କ ଘର ଲାଇନ ଟା କାଟିବି, ତାପରେ ତାଙ୍କର ଲାଇନ ଯୋଡା ହବ, ତାପରେ ଯୋଉ କଥା ଯାହା ଆପଣ ଭଲ ଲାଗୁଛି କରନ୍ତୁ, ମତେ ଟିକେ ଇଏ କରନ୍ତୁନି। ଘର ଆଡ୍ରେସ ଟା କୁହନ୍ତୁ କୋଉଠି? ଘର ଆଡ୍ରେସ କାହିଁ, ମୋ ପର୍ସନାଲ କଥା କହିବି। ଆପଣ ଯୋଉଠି ରହୁଛନ୍ତି ସେ ଲାଇନ ଟା କାଟିବା, ସେଇଟା ବି ପଇସା ଡ୍ୟୁ ଅଛି ପରା। ଆଚ୍ଛା ଆପଣ କେମିତି କାଟିବା କଥା କଟେଇବି, କଣ କରିବେ ଆପଣଙ୍କ ଇଚ୍ଛା, ମୁଁ କହିପାରିବିନି ଆଜ୍ଞା। ନା ଯେମିତି ତାଙ୍କ ଆଡ୍ରେସ ପୁଣି ଆପଣ ଗୋଟେ ଅଫିସର ଘର ଆଜି ଲାଇନ କଟା ହେଲେ ସାରା ଓଡିଶା ଚହଳ ସୃଷ୍ଟି ହବ, କେହି କୌଣସି ସୈନିକଙ୍କ ଘରକୁ ଲାଇନ କାଟିବେନି, ଏଇଟା ଆମେ ନୂଆ ବ୍ୟବସ୍ଥା ପୁରା କରିଦେବୁ। ଆରେ ବାବୁ ତୁମ ପାଇଁ ବସୁ ଆପଣ କରନ୍ତୁ ଆଜ୍ଞା। ଏବେ ଲାଇନ ଦେବେ ନା କଣ କହୁଛନ୍ତି କୁହନ୍ତୁ? ଲାଇନ ଟା ଦେବେ ନା କାଟିବେ? ଲାଇନ ମୁଁ କେମିତି ଦେଇପାରିବି, ମୁଁ କଣ ଖୁଣ୍ଟରୁ ତାର କାଟି ଦେଇଛୁ ଯେ ଲାଇନ ଟା ଯୋଡି ଦେବୁ ଯାଇକି। ଆଉ ତାହେଲେ କଣ କରିପାରିବେ କୁହନ୍ତୁ? ଲାଇନ ଟା କେମିତି କନେକ୍ସନ ହେବ କୁହନ୍ତୁ, ମତେ ଆଇଡିଆ ଟା ଦିଅନ୍ତୁ। ଲାଇନ କନେକ୍ସନ ପାଇଁ ଆପଣ ଆମ ଉପର ଯୋଉ ଏନଫୋର୍ସମେଣ୍ଟ ଅଫିସର ମୁଁ ଗପିଲି, ଆପଣ ମତେ ତ ନମ୍ବର ଦେଇଦେବେ, ସେ ଯିଏ ଉପର ଅଫିସର କଣ ହେଲା, ଚିଫ ମିନିଷ୍ଟର ନମ୍ବର ଦଉନାହାନ୍ତି, କଣ ହେଇଗଲା ସେଠୁ? ଭାରତୀୟ ନାଗରିକଙ୍କ ପାଇଁ ଆମେ ସମସ୍ତେ ଲାଗିବା। ଠିକ ଅଛି, ଆପଣ ଶୁଣନ୍ତୁ, ଆପଣଙ୍କ ଯିଏ ଯାଇଥିଲେ ସେ ଦୁର୍ଗା ସାର୍ଙ୍କ ସାଙ୍ଗରେ କଥା ହେଇଥିଲେ, ତାଙ୍କ ପାଖରେ ନମ୍ବର ଅଛି, କଥା ହେଇଯାନ୍ତୁ। ନାଇଁ ଦୁର୍ଗା ବାବୁ, ଆପଣଙ୍କ ହାୟର ଅଥରିଟିର ନମ୍ବର ଆପଣଙ୍କ ପାଖରେ ନାହିଁ? ହଁ, ଏଗୁଲୋଙ୍କ ନମ୍ବର ଅଛି, ଦିଅନ୍ତୁ। ଯିଏ ଆପଣଙ୍କ ହାୟର ଅଥରିଟି ଦିଅନ୍ତୁ ତା ନମ୍ବର କୁହନ୍ତୁ, ମୁଁ ଦେଖିବି କେତେ। କୁହନ୍ତୁ କୁହନ୍ତୁ। -9380 09505 09505। ନାଟା କଣ? ନରେଶ କୁମାର ସାହୁ। ସେ କଣ ଅଛନ୍ତି? ଏଇ ଆମର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଅଛନ୍ତି। ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ବଡ ନା ଏସଡିଓ ବଡ? ଆପଣଙ୍କ ଅଥରିଟି ସିଏ ତ? ଆପଣଙ୍କ ଅଥରିଟି? ଆଜ୍ଞା ଆଜ୍ଞା। ଠିକ ଅଛି କଥା ହଉଛି।